ହାଇ ସାଙ୍ଗମାନେ ଫୋନ୍ ଯେତେବେଳେ ଆସୁଛି ଆପଣମାନେ ଜାଣିପାରୁନାହାନ୍ତି କାହାର ଆସିଛି ବୋଲି। ଯଦି ଆପଣମାନେ ଆପଣଙ୍କ ମୋବାଇଲରେ ଗୋଟିଏ ସେଟିଂସ୍ ଯଦି କରିଦେବେ ତାହେଲେ ଆଉ ଯେତେବେଳେ ବି ଆପଣଙ୍କ ମୋବାଇଲରେ ବା ଫୋନ୍ ଆସିଲା ସାଙ୍ଗେ ସାଙ୍ଗେ ଆପଣମାନଙ୍କୁ ସେ କହିଦେବ କି ଆଉ କିଏ ଆପଣଙ୍କୁ କଲ୍ କରିଛି ବୋଲି। ତ ଏଇ ସେଟିଂସ୍ଟା ସାଙ୍ଗମାନେ ଆପଣଙ୍କୁ ଜାଣିବାକୁ ପଡ଼ିବ। ଆଉ ଯେତେବେଳେ ଆପଣ କୁଆଡ଼େ ଗୋଟେ ଯାଉଛନ୍ତି ଆପଣଙ୍କ ଫୋନ୍ଟା ଯଦି ଆପଣଙ୍କ ପକେଟରେ ଯଦି ରଖିଛନ୍ତି ତାହେଲେ ଖାଲି ରିଙ୍ଗ୍ ହେବ ଆଉ ରିଙ୍ଗଟୋନ୍ ବାଜିବ, କିନ୍ତୁ ସେ ନା କହିବ ନାହିଁ ବା ଆପଣଙ୍କୁ ଜଣାଇବ ନାହିଁ କି କାହାର ଫୋନ୍ ଆସିଛି ବୋଲି। ତ ସେଥିପାଇଁ ଆପଣମାନଙ୍କୁ ଗୋଟିଏ ସେଟିଂସ୍ ଆପଣଙ୍କ ମୋବାଇଲରେ କରିବାକୁ ପଡ଼ିବ। ସେଇ ସେଟିଂସ୍ଟା ଆଉ ଆପଣମାନେ କରିଦେବେ ତାହେଲେ ଡେଫିନେଟଲି କାହାର ଫୋନ୍ ଆସିଛି ସାଙ୍ଗେ ସାଙ୍ଗେ ଆପଣମାନେ ଜାଣିପାରିବେ। ତ ଚାଲନ୍ତୁ ଆଉ ଭିଡ଼ିଓକୁ ଡେରି ନକରି ଷ୍ଟାର୍ଟ କରିବା। ତ ଦେଖନ୍ତୁ ସାଙ୍ଗମାନେ ଆପଣଙ୍କ ମୋବାଇଲରେ ଗୋଟିଏ ସେଟିଂସ୍ କେବଳ ଆପଣ କରିବାକୁ ପଡ଼ିବ। ତ ସେଇ ସେଟିଂସ୍ଟା କ'ଣ କରିବେ ନା ଆପଣଙ୍କ ଆଉ ଫୋନ୍ ଡାଇଲର୍କୁ ଆପଣମାନେ ଓପେନ୍ କରିବେ। ଠିକ୍ ଅଛି। ତ ଦେଖନ୍ତୁ ମୁଁ ଫୋନ୍ ଡାଇଲର୍କୁ ଓପେନ୍ କରିନେଉଛି। ଫୋନ୍ ଡାଇଲର୍କୁ ଓପେନ୍ କଲା ପରେ ସାଙ୍ଗମାନେ ଏମିତି ପେଜ୍ ଖୋଲିଯିବ। ଖୋଲିଗଲା ପରେ ତାପରେ କ'ଣ କରିବେ, ଆପଣଙ୍କର ମୋବାଇଲରେ ହୁଏତ ଏଇଠି 3 ଡଟ୍ ଥିବ, ନହେଲେ ଆଉ ସେଟିଂସ୍ର ଅପସନ୍ ଥିବ। ତ ଏଇଠି ମୋ ମୋବାଇଲରେ ଦେଖନ୍ତୁ ଆଉ 3ଟା ଲାଇନ୍ ଅଛି ଏଠି। ତ ଏଇ ଯେଉଁ 3ଟା ଲାଇନ୍ରେ ଆମେ କ'ଣ କରିବା, 3 ଲାଇନ୍ରେ ଆମେ ଏଠି କ୍ଲିକ୍ କରିବା। ଆପଣଙ୍କ ମୋବାଇଲରେ ବି ଯଦି 3 ଲାଇନ୍ ଅଛି ଠିକ୍, ଆଉ ଆପଣ ତାହାରି ଉପରେ ଆପଣ କ୍ଲିକ୍ କରିନେବେ। କ୍ଲିକ୍ କଲା ପରେ ସାଙ୍ଗମାନେ ଦେଖନ୍ତୁ ଏମିତି ଗୋଟେ ଅପସନ୍ ପଳାଇ ଆସିଲା। ତ ସିଧା ଏଇଠି ସେଟିଂସ୍ରେ ଆପଣମାନେ ଏଠି କ୍ଲିକ୍ କରିନେବେ। ସେଟିଂସ୍ରେ କ୍ଲିକ୍ କଲା ପରେ ସାଙ୍ଗମାନେ ଏମିତି ଗୋଟେ ପେଜ୍ ଖୋଲିଯିବ। ଖୋଲିଗଲା ପରେ ତାପରେ କ'ଣ କରିବେ, ଟିକେ ସ୍କ୍ରୋଲ୍ କରିକି ପୁରା ଲାଷ୍ଟରେ ଗୋଟିଏ ସେଟିଂସ୍ ଅଛି ଦେଖନ୍ତୁ ଏଇଠି। ଆଉ ମୁଁ ଆପଣମାନଙ୍କୁ ଦେଖାଇ ଦେଉଛି। ଦେଖନ୍ତୁ ଏଇଠି କଲର୍ ଆଇଡ଼ି ଆନାଉନ୍ସମେଣ୍ଟ ବୋଲି ଗୋଟେ ଅପସନ୍ଟା ଅଛି। ଠିକ୍ ଅଛି। ତ ଏଇ କଲର୍ ଆଇଡ଼ି ଆନାଉନ୍ସମେଣ୍ଟରେ ଆମେ କ'ଣ କରିବା, କ୍ଲିକ୍ କରିବା। କ୍ଲିକ୍ କଲା ପରେ ତାପରେ ଏଇଠି କ'ଣ କରିବେ, ଆନାଉନ୍ସ କଲର୍ ଆଇଡ଼ି ବୋଲି ଗୋଟେ ଅପସନ୍ ଅଛି, ତାରି ଉପରେ ପୁଣି ଥରେ ଆମେ କ୍ଲିକ୍ କରିନେବା। କ୍ଲିକ୍ କଲା ପରେ ଦେଖନ୍ତୁ ଆଉ ମୋ ମୋବାଇଲରେ ଯେତେବେଳେ ବି ଯାହାର ବି କଲ୍ ଆସିବ ସାଙ୍ଗେ ସାଙ୍ଗେ ମୁଁ ଜାଣିପାରୁଛି କି କାହାର ଫୋନ୍ଟା ଆସିଛି ବା କଲ୍ ଆସିଛି। କାହିଁକି ଜାଣିପାରୁଛି ନା ମୁଁ ଗୋଟେ ସେଇ ସେଟିଂସ୍ଟା କରିଛି, ଠିକ୍ କରିଛି। କ'ଣ ଦେଖନ୍ତୁ ସେଇ ସେଟିଂସ୍ଟା ଗୋଟିଏ ସେଟିଂସ୍ ହେଲା ଅଲୱେଜ୍ ଅଛି, ଆଉ ଗୋଟେ ହେଲା ନେଭର୍ ବୋଲି ଅଛି, ତଳଟା ଉପରଟା। ଠିକ୍ ଅଛି। ତ ଏଇ ଦୁଇଟାର ସେଟିଂସ୍ ଭିତରେ ଆପଣମାନଙ୍କୁ ଆଉ ଯଦି କାହାର ବି ଯଦି ଫୋନ୍ ଆସୁଛି ଆପଣ ଯଦି ଜାଣିପାରୁନାହାନ୍ତି ତାହେଲେ ଏଇ ଯେଉଁ ଅଲୱେଜ୍ରେ ଫାଷ୍ଟରେ ଆପଣଙ୍କୁ ସେଟ୍ କରିବାକୁ ପଡ଼ିବ। ଏଇଠି ସେଟ୍ କଲେ କ'ଣ ହେବ ନା ଯେତେବେଳେ ବି ଯାହାର ଫୋନ୍ ଆସିବ ସାଙ୍ଗେ ସାଙ୍ଗେ ଆପଣମାନଙ୍କୁ ତା'ର ନାଁଟା କହିକି ଆପଣମାନଙ୍କୁ ଜଣାଇଦେବ। ଯଦି ନାଁ ସେଭ୍ କରିନାହାନ୍ତି ତାହେଲେ ଫୋନ୍ ନମ୍ବରଟା କହିକି ଜଣାଇଦେବ। ଠିକ୍ ଅଛି। ତ ଆପଣମାନେ ଆଉ ଯାହାର ବି ଫୋନ୍ ନମ୍ବରକୁ ସେଭ୍ କରିଛନ୍ତି ନାଁଟା ଲେଖିକି ସେଭ୍ କରନ୍ତୁ, କାରଣ ଯେତେବେଳେ ବି ଏଇ ସେଟିଂସ୍ଟା କରିବେ ସାଙ୍ଗେ ସାଙ୍ଗେ ତାଙ୍କର ଯଦି କଲ୍ ପଳାଇ ଆସିଲା ତ ଆପଣମାନଙ୍କୁ ସାଙ୍ଗେ ସାଙ୍ଗେ କହିଦେବ କି ଆଉ ତା'ର କଲ୍ ଆସିଛି ବୋଲି। ଠିକ୍ ଅଛି। ତ ଆପଣଙ୍କର ମୋବାଇଲରେ ଦେଖନ୍ତୁ ଆପଣଙ୍କର ଯଦି ନେଭର୍ରେ ସେଟ୍ ଅଛି ତ ଏଇଠି ଆପଣ ସେଟ୍ କରନ୍ତୁ ନାହିଁ, ଆଉ ଅଲୱେଜ୍ରେ ସେଟ୍ କରିଦିଅନ୍ତୁ। ଏତିକି ଖାଲି ଆପଣ ସେଟିଂସ୍ କରିଦିଅନ୍ତୁ। ଆପଣଙ୍କର ଫୋନ୍ରେ ଦେଖିବେ ଆଉ ଯେତେବେଳେ ବି ଇନକମିଂ କଲ୍ ବା କାହାର ଯଦି ଫୋନ୍ ଆସୁଛି ସାଙ୍ଗେ ସାଙ୍ଗେ ଆପଣମାନଙ୍କୁ ସେ ଜଣାଇଦେବ କି ଆଉ ତା'ର କଲ୍ ଆସିଛି ବୋଲି। ଠିକ୍ ଅଛି। ତ ଆପଣମାନଙ୍କୁ ଏଇ ଭିଡ଼ିଓ ଯଦି ପସନ୍ଦ ଲାଗିଥିବ ତାହେଲେ ଭିଡ଼ିଓରେ ଗୋଟେ ଲାଇକ୍ କରିବେ। ଆଉ ଫାର୍ଷ୍ଟ ଟାଇମ୍ ଯଦି ଭିଡ଼ିଓ ଦେଖୁଛନ୍ତି ମୋ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଏ ଭିଡ଼ିଓକୁ ସାଙ୍ଗମାନଙ୍କୁ ସେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ। ତ ଆଜି ପାଇଁ ଏତିକି ସାଙ୍ଗମାନେ, ଦେଖା ହେବା ନେକ୍ସଟ ଭିଡ଼ିଓରେ। ବାଏ, ଟେକ୍ କେୟାର, ଥ୍ୟାଙ୍କ ୟୁ।